एकादश अध्याय रघुबेहरा संवाद। मन उवाच मन बहिले चैतन शुणिली अपूर्व वचन। से नीलांबर दास कथा शुणी छाड़िला मन व्यथा। एही प्रकार कथा जेते अछई कहूथाओ मते। मोर पूछिबा जाए आउ तुम्भ कहिबार न थाउ। केवल साधु कथा जेते कही पवित्र कर मते। शुणी चैतन्य अति तुसे कहई मन राजा पासे। हे राजा सावधाने शुण हे दाढ़ भक्तिर लक्षण। पुरुषोत्तम महाक्षेत्र जे क्षेत्र मानंके पवित्र। तहिंकी दश कुश ठारे श्रीनीलाचल पारुषरे। पिपिली ग्राम नाम तार सही ग्रामरे तार घर। जातिरे अटई धीवर रघुबेहरा नाम तार। ताहार घरे तिनी प्राणी माता सहिते ता घरणी। एमंते तिनी जन थांती करिता हांक निज वृत्ति। जाल पकाई मीन मारी प्राण पुसई बिक्री करी। एमंते केते दिन अंते सुज्ञान हेला तार चिते। श्री गुरु मंत्र जप करी तिलक माला हृदय धरी। बसई साधु जन कति श्री भागवत पढ़े नीति। जीव मारिबा दुष जेते विचार करुथाई चिते। दंड दंड के सुख भरे कर कचाड़ी हृदय रे। बोले विधाता ଏହା कलु धीवर कूले जन्म देलु। जीव मारणे पुषि मोही नरके पड़ी बई जाई। हेमंत मनरे विचारी नगला आउ मीन मारी। दइबे दुखी घर सीना हईला अत्यंत जातना। ताहार माता पत्नी नीति नाना प्रकारे गाली दियंती। तू एबे हईबु सन्यास आंभकू रखी उपवास। नहिले मीन मारी जाओ निज कुटुंब पुषुथाओ। शुणी धीवर कूप भरे पेलना जाल धरी करे। गला से मीन मारिबारे प्रवेश हेला सरोवरे। कृष्ण सुमरी पशि जले जाल बाहिला चारि कूले। हेमंत केते समय रे श्री जगन्नाथंक कृपारे। पड़िला रुही माछ गोटी ता जाल मध्यरे चहटी। ताहा देखिन कैवर्त माइला कपाଳରେ हात। विचार करई से चिते एहाकू मारिबी केमंते। साक्षाते मीन अवतार जेहुना शिले शंखासुर। से दिव्य रूप नाश करी ମୁଁ କେନେ ଥିବି ଦେହ ଧରି
ଯେବେ ନ ମାରିବି ଏ ମୀନ ମତେ ନ ମିଳିବ ଭୋଜନ। ପତ୍ନୀ ଯେ ଦୁଆରୁ ତଡ଼ିବ ଅନ୍ନ ନ ଦେଇ ଘଉଡ଼ିବ। ହେମନ୍ତ ବୋଲି ଭାବ ଭୋଳେ ବେନି ନୟନୁଧାରା ଗଳେ। ସେମିନ ଧରି ବେଗେ ଗଲା ଶୁଷ୍କ ଭୂମିରେ ପକାଇଲା। ବହିଲା ମୀନ ରୂପୀ ଶୁଣ ତୁ ଯାହା କରିଛୁ ଭିଆଣ। ମୋର ତ ଧୀବର ସ୍ୱଭାବ କେ ତାହା ଅନ୍ୟଥା କରିବ। ତତେ ନ କଲେ ଆଜି ନାଶ ମତେ ତ ନ ମିଳିବ ଗ୍ରାସ। ଏଣୁ ମାରିବା କଥା ସତ ବୋଲି ତଣ୍ଟିରେ ଦେଲା ହସ୍ତ। ଅଳପ ଜାକି ଦେଲା ଧରି ସେମିନ ବଦନ ବିସ୍ତାରି। ଡାକିଲା ରଖ ନାରାୟଣ ଧୀବର ଶୁଣିଲା ଶ୍ରବଣ। ନିଧି ପ୍ରାପତ ହେଲା ଯେନେ ତେସନେ ଆନନ୍ଦ ତା ମନେ। ସେମିନ ଘେନି ଚଳିଗଲା ଅଗମ୍ୟ ବନସ୍ତେ ମିଳିଲା। ନିର୍ଝର ଠାରେ ଝରଣୀର ଦେଖି ହରସ ମନ ତାର। ସେ ଝର ତଟେ କୁଣ୍ଡ କରି ଅଳପ ନୀର ତହିଁ ଭରି। ସେ ଜଳେ ସେମିନ ନିବେଶି ଦୃଢ଼ ଆସନ କରି ବସି। ବୋଲେ ମୀନ ଗର୍ଭଗତେ ଯେ ନାମ ଶୁଣାଇଲା ତତେ। ସେ ଏବେ ରୂପବନ୍ତ ହେଉ ମତେ ସେ ଦେଖା ଦେଇ ଯାଉ। ନହିଲେ ଜୀବନ ହାରିବି ହତ୍ୟା ତାହାର ପରେ ଦେବି। ହେମନ୍ତେ ନିଷ୍ଠାବ୍ରତ କଲା ସେମିନ ରୂପେ ହେତୁ ହେଲା। ଇନ୍ଦ୍ରିୟ ମାନ ବଶ କରି ଚଞ୍ଚଳ ଚିତ ସ୍ଥିର କରି। ସୁମାର୍ଗେ ରଖି ନେତ୍ର ଦୁଇ ମନକୁ ଜ୍ଞାନ ମାର୍ଗେ ଥୋଇ। ଭଜନ କଲା ନାରାୟଣ ଯେ ନାମ ପରମ କାରଣ। ସେ ନାରାୟଣ ନାମ ଗୋଟି ହୃଦ ପଦ୍ମରେ କଲା ଗଣ୍ଠି। ନିରତେ ବଦନରେ ଶୁଣି ନ ଜାଣେ ଦିବସ ରଜନୀ। ହେମନ୍ତେ କେତେ ଦିନ ଗଲା କେଣିକି ପାଦ ନ ଟଳିଲା। ମରିବା କଥା କଲା ମୂଳ ତାହା ଜାଣିଲେ ଆଦି ମୂଳ। ବିପ୍ର ସ୍ୱରୂପ ଗୋଟି ଧରି ଧୀବର ଆଗେ ବିଜେ କରି। ବଇଲେ ଶୁଣ ହେ ତପସି କି ତପ କରୁ ଏଥେ ବସି। କି ଜାତି ଗୋତ୍ର ଅଟେ ତୋର କି ତୋର ନାହିଁ ଘର ଦ୍ୱାର। କିସ ବିଚାରୁ ଅଛୁ ମନେ ଏକାନ୍ତେ ବସି ଅଛୁ ଅନେ। କହ ହେ କେବଳ ଚରିତ ଶୁଣିବ ଲଇ କୈବର୍ତ୍ତ। ହେ ବିପ୍ର କି ମତେ ପଚାର ଜାତିରେ ଅଟେ ମୁଁ ଧୀବର। କୁଟୁମ୍ବ ଜଞ୍ଜାଳ ନିମନ୍ତେ ପେଲଣା ଜାଲ ଧରି ହସ୍ତେ। ଅଇଲି ମୀନ ମାରିବାରେ ପ୍ରବେଶ ହେଲି ସରୋବରେ। ଜାଲ ପକାନ୍ତେ ଜଳେ ପଶି ପଡ଼ିଲା ରୋହି ମାଛ ଆସି। ସେମିନ ପକାଇଣ କୂଳେ ଧରି ମୁଁ ମାରିବାର ବେଳେ
ସେ ମାଛ ପାଟି ବିସ୍ତାରିଣ ଡାକିଲା ରଖ ନାରାୟଣ। ଶୁଣି ମୁଁ ଆଚମ୍ବିତ ହୋଇ ମୀନକୁ ଧରି ଅଇଲଇଁ। ଏ ଘୋର ବନସ୍ତରେ ପଶି ମୀନକୁ ଜଗିଅଛି ବସି। ଯେ ନାମ ଶୁଣାଇଲା ମତେ ତାହାକୁ ଦେଖିବା ନିମନ୍ତେ। ତେବେ ମୁଁ ନିଜପୁରେ ଯିବି ନୋହିଲେ ଜୀବନ ହାରିବି। ଏକଥା ମୋର ସତ୍ୟବ୍ରତ ତେଣୁ ମୁଁ ଆସିଅଛି ଏଥ। କହିଲି ମନର ବେଦନା ହେ ବିପ୍ର ବିବେକରେ କିଣା। ତୁମ୍ଭେ ଥିବାର ମୋ ଆଗର ଭଜନ ହେଉଛି ଉଛୁର। ଏମନ୍ତ ବୋଲି ନାରାୟଣ ନାମ ଭଜନ କଲା ପୁଣ। ସେ ଅନ୍ତର୍ଯ୍ୟାମୀ ନାରାୟଣ ଜାଣିଲେ ରଘୁଦାସ ମନ। ବଇଲେ ଶୁଣ ହେ ଧୀବର ଏକଥା ବିପରୀତ ତର। ମୀନର ଟିବ ନାମ କାହିଁ ଏକଥା ପରତେ ନ ଯାଇ। ଯେବେ ରଟିବ ପରମାଣ ଦଇବ ବୋଲି ତାକୁ ଜାଣ। ସେ କାହିଁ ଦେଖା ଦେବେ ତୋତେ କି ଅର୍ଥେ ବସିଅଛୁ ଏଥେ। ଏବେ ତୁ ନିଜପୁରେ ଯାଅ ଅଧିକ କଷ୍ଟ ହିଁ ନ ପାଅ। ତା ଶୁଣି ବଲେ କୈବର୍ତ୍ତ ଭଲା କହିଲୁ ବିପ୍ରତୁତ। ସେ ସିନା ଦେଖାଇବା ଦୂର ମୋର ମରିବାଟି ନିକର। ଏଥକୁ ଭୟ ନାହିଁ କିଛି ପ୍ରାଣ ମୁଁ ମରୁଛି ରହିଛି। କେବଳ ଦୀନବନ୍ଧୁ ନାମ ବହିଅଛନ୍ତି ଦାରୁ ବ୍ରହ୍ମ। ପତିତ ରକ୍ଷଣ ନିମନ୍ତେ ଦେଉଳେ ବାନ୍ଧିଛନ୍ତି ନେତେ। ଭୃତ୍ୟ ଆରତ ନିବାରଣେ ଶ୍ରୀଭୁଜେ ଚକ୍ର ଅନୁକ୍ଷଣେ। ଧରିବି ଜୟ ଦାରୁ ହରି ଏଣୁ ଭରସା ଅଛି କରି। ଅବଶ୍ୟ ଦେଖା ଦେବେ ଥରେ ବିଚାରି ଅଛି ମୋ ମନରେ। ନୋହିଲେ ପ୍ରାଣ ମୋର ଯାଉ ତାର କି ରତି ରହିଥାଉ। ଏବେ ହ ଶୁଣ ବିପ୍ରବର ତୁମ୍ଭଙ୍କୁ କୋଟି ନମସ୍କାର। କଲ୍ୟାଣ କରି ମତେ ଚଳ ଭଜନ ହେଉଅଛି ହେଳ। ତା ଶୁଣି ଶ୍ଵେତ ପଦ୍ମ ଡୋଳା ଭକତ ଭାବେ ହେଲେ ଭୋଳା। ବିଚାର କଲେ ହୃଦଗତେ ମୁହିଁ ନିର୍ଦୟ ହେଲେ ଏଥେ। ନିଶ୍ଚୟ ମରିବ ଏ ଧୀବର ଜୀବନ ଆଶା ନାହିଁ ଆର। ଏମନ୍ତେ କହି ପିତବାସ ବଇଲେ ଶୁଣ ରଘୁଦାସ। ଆମ୍ଭେଟି ମୀନ ଗର୍ଭଗତେ ସେ ନାମ ଶୁଣାଇଲୁ ତତେ। ତମନେ ସଂଶୟ ନ କର ଆମ୍ଭେଟି ଜଗତ ଈଶ୍ୱର। ଆସିନ କୃପା କଲୁ ତତେ ବର ତୁ ମାଗି ଘେନ ମତେ। ତା ଶୁଣି ବଲଇ ଧୀବର ଦେଖାଅ ନିଜ ରୂପ ତର। ବାରେ ଦେଖିବି ଚର୍ମ ଡୁଳେ ଖଣ୍ଡିବି ଜନ୍ମ ମୃତ୍ୟୁ ହେଳେ। ତା ଶୁଣି ପ୍ରଭୁ ଦେବରାଜ ତକ୍ଷଣେ ହେଲେ ଚତୁର୍ଭୁଜ। କମ୍ବୁର ଥାଙ୍ଗ ଗଦାଧର ଶୁଭା ପାଉଛି ଚାରିକର।
प्रत्यक्षे उभापित बास देखि उठिले रघुदास साष्टांगे करी दंडवत उठी कपाळे जोड़ी हाथ बोलती नमु चक्रपाणी भगत जन चिंतामणि ब्रह्मा इंद्रादि जुगेश्वर ध्याने चिंतती जापयर से प्रभु महडर पाई विजय कले दया बही आउ मु किवर मागिबी तुम्भ चरणे लुचि जीवी प्रभु बइले जहा मन माग भकतर तन दास बइले जेबे बर देवाकू कृपा हेब तर ए मोर धीवर स्वभाव एहाके मन्ते छाड़ी जीव आबर अन्न मिलुथिब तो नाम धरी जीव जीव जेबे हृदय भावुथिबी तुम्भ दर्शन पाउथिबी अस्तुव लीन भगवान तक्षणे हेले अंतर्ध्यान गले वैकुंठपुरे चली भगत हरि हरि बोली बनरु हईला बाहार भावे गमई धीर धीर करे बजाई करताली बेनी नयनु धारा गली श्रीहरि नाम गान करी प्रवेश हेला निज पुरी एणे जे निजपुर जने रघुकू न देखी नयने कांदिबू बाई पड़ी गड़ी मला बोली न आशा छाड़ी अत्यंत चिंता भरे थिले एही समय दासे गले ता संगे पुरजन जेते गुड़ाई अछंती समस्ते बोइले देख एई बाई छद्र में प्रभु नाम गाई कष्ट को भय करी चित्ते लुचि जे थिला दिना केते शुणी अइला धाई धाई पत्नी की डराइबा पाई ठक ठापुआ जनमरु ठापुआ मानकर गुरु एमंत उपहास कले जेझापुरकू चली गले एथि उतारु गृही जने दासंकु नेई न सदने अन्न व्यंजन परसिले रघुर मन कुतुसिले भोजन सारी दासे उठी भजी श्री हरि नाम गटी कथा पदके नारायण नाम रटई पुण पुण माला तिलक भेद करी वैष्णव पथकू आवरी दांडे बोलई भिक्षा अर्थे मागई नाही कदाचिते श्रीनारायण नाम धरी दांडे बोलई भिक्षा करी प्रभुंक आज्ञा प्रमाण रे जेते लागई तार घरे लुके दियंती जाची करी दासे आणन्ते ताहा धरी दियंती माता सन्निधाने देखी आनंद माता माने करीन रंधन भोजन सुखेन बंची थांती दिन हेमंते केते दिन परे दिने क ग्राम मंडपरे बसी अछंती रघुदासे बालके बेड़ी चौपासे
बोलती छद्रम तपसी देख साधु तो प्राय दिशी कुटुंब पुषि न पारी झिई भिक्षा मागी करी धूली उड़ाई टाही कले विशेष रूपे गाली देले नाना प्रकारे गाली देई केमाल उछुड़ी नियई ता देखी श्रीहरिर दास उठी गमंती निज बास एक बालक तही थिला पछरे गुणाई न गला लौह कंटक लगा बाड़ी धरिनी तंबे देला माड़ी रुधिर हईला बाहार ता देखी बहिला धीवर कि अपराध कली तते एड़े क दंड देलु मते तते दंडंतु दीन बंधु तमात पुत्र बोली कांदु हेमंत बोली साप देई दास पहंडी केते जाई तक्षणे से बालक घटी जीवन हारी भूमि लुटी ता देखी सकल बालके जाई मिलिले तार पासे देखिले पिंडे प्राण नाही समस्ते गले तहु धाई ता माता पितांक आगरे सकल बुझाई कहिले तुम्भर पुत्र प्राण छाड़ी मझी दांडरे अछि पड़ी ता शुणी जननी पियर रुदन करी उच्च स्वर मिलिले पुत्र पासे जाई धरिण सळखी बसाई नासिका चिपी कर्ण फुंकी कर चरण नाड़ी देखी जानिले पिंडे प्राण नाही पुत्र को घेनी गले बही दासंक पादे पकाइले अनेक विनय हईले बहिले शुण आहे साधु तुम्भे तो सर्वलोक बंधु शत्रु मित्रता तर नाही ए दंड बहिले कि पाई एबे मो पुत्र दुष जेते सकल दिय मोर माथे संसार मधे मते रख दिय मो एकई बालक नहिले हत्या हेब तते बलि पड़िले पाद गते ता देखी श्रीहरिर दास चिंतीण कमला विलास बहिले शुण साधु जन शुण हे सकल नंदन महर दुष थिले एते समस्ते दंड कि नामते ताहार अपराध चाही दंड बिहिले भावग्राही एबे मो प्रभुंक आज्ञारे मूर्ति थाउ ए संसारे जीवन पाउ ए बालक समस्ते उठ बोली डाक ता शुणी तात मात तार आबर जेते थिले नर समस्ते बोली हरि हरि तुलिले पुत्र भुज धरी बइले उठरे बालुत देख तो हर तात मात ता शुणी उठिला कुमर पाइन निज प्राण तार निदु उठिला प्राय होई चखु मलिन देला चाही देखिला ग्राम जन जेते दासकु बेड़ीण समस्ते तात जननी भक्त बादे
ସେବା କରନ୍ତି ଅପ୍ରମାଦେ। ତା ଦେଖି ସେ ବାଳକ ଗୋଟି ଦାସଙ୍କ ପାଦ ତଳେ ଲୋଟି ଉଠି କପାଳେ ଦେଲା କର, ବୋଲେ ମୋ ଦୋଷ କ୍ଷମା କର। ତାହା ଦେଖିଣ ସର୍ବଜନେ ଅତି ଚକିତ ହେଲେ ମନେ। ଦାସଙ୍କ ପାଦ ପୂଜା କଲେ, ଯେ ଯାହା ମତେ ଚଳିଗଲେ। ଦାସ ଚଳିଲେ ନିଜ ପୁର, ଭଜିଣ ଗୋବିନ୍ଦ ଗୋପାଳ। ଏମନ୍ତ କେତେ ଦିନ ଗଲା, ତା ଯଶ ଜଗତେ ପୁରିଲା। ବେଳକୁ ବେଳ କୀର୍ତ୍ତି ତାର, ବଢ଼ିଲା ଅପାରୁ ଅପାର। ସେ ରାଜ୍ୟେ ପ୍ରଜାଜନ ଯେତେ, ଆନନ୍ଦେ ଆସନ୍ତି ସମସ୍ତେ। ଦେଖିନ ଧନ ବସ୍ତ୍ର ଦିଅନ୍ତି, ଦର୍ଶନ କରିଲେ ଉଠନ୍ତି। ଯାହାକୁ ଯାହା ସେ କହଇ, ସେ କଥା ଅନ୍ୟଥା ନୁହଇ। ଏମନ୍ତ ଗଲା କେତେ ଦିନ, ଏଥିଉ ତାରୁ କଥା ଶୁଣ। ଦିନେ ମନର ହରସେ, ଏକାନ୍ତେ ବସି ରଘୁଦାସେ। କିଛି ଭୋଜନ ଦ୍ରବ୍ୟ ଥୋଇ, ଧ୍ୟାନେ ଚିନ୍ତିଲେ ଭାବଗ୍ରାହୀ। ତକ୍ଷଣେ ନୀଳାଚଳବାସୀ, ଭକତ ପାଶେ ହେଲେ ଆସି। ଦାସେ ଦେଖିଣ ଶ୍ରଦ୍ଧା ମନେ, ପ୍ରଭୁ ବସାଇ ଦିବ୍ୟାସନେ। ଭୋଜନ ଦ୍ରବ୍ୟ ଧରି କରେ, ଭୁଞ୍ଜାନ୍ତି ପ୍ରଭୁଙ୍କ ମୁଖରେ। ହେମନ୍ତ ସମୟରେ ତହିଁ, ସେ ମହାରାଜା ନୃପ ସାଇଁ। ପ୍ରଭୁଙ୍କ ମଣୁହି ନିମନ୍ତେ, ନାନା ପ୍ରକାରେ ଭୋଗ ଯେତେ। ସେବକ ହସ୍ତେ ଭାର କରି, ଭୋଗ ମଣ୍ଡପେ ନେଇ ଭରି। ପଣ୍ଡାଏ ପୂଜାରେ ବସିଲେ, ପ୍ରଭୁ ଚଳୁରେ ନ ଦିଶିଲେ। କେତେ ବେଳେ ଧ୍ୟାନ ଗତେ, ଦିଶିଲେ ନାହିଁ କଦାଚିତେ। ନୃପତି ପାଶେ ଜଣାଇଲେ, ପ୍ରଭୁ ଯେ ମଣୋହୀନ କଲେ। କିଅ ବା ହଇଲା ଅଭାବ, ସକଳ ଭୋଗ ପୂତା ହେବ। ଶୁଣି ନୃପତି ତାପ ମନେ, ଗରୁଡ଼ ପଛେ କୁଶାସନେ। ଶୋଇଲେ ପ୍ରଭୁ ଚିନ୍ତା କରି, ତାହା ଜାଣିଲେ ନର ହରି। ସପନ ମାର୍ଗେ ଭାବଗ୍ରାହୀ, ନୃପତି ଆଗେ ଉଭା ହୋଇ। ବଇଲେ ଶୁଣ ହେ ରାଜନ, କିମ୍ପା ତୁ କରୁ ଦୁଃଖ ମନ। ଆମ୍ଭେ ଯେ ପିପିଲି ଗ୍ରାମରେ, ଧୀବର ରଘୁଦାସ ଘରେ। ଭୋଜନ କରୁଅଛୁ ବସି, ତେଣୁଟି ଚଳୁରେ ନ ଦିଶି। ଭକତ ଛାଡ଼ିଦେବ ଯେବେ, ଏହି ମଣୁହି ହେବ ତେବେ। ମୂଳ ମୋ ଭକତର ଭାବ, ଏ ଦ୍ରବ୍ୟ ମୋର କିସ ହେବ। ଭକତ ରେଣୁ ମାତ୍ର ଦେଲେ, ତାହା ମୁଁ ମଣେ ମେରୁ ତୁଲେ। ଭାବରୁ ଥାଇ ଯେ ଭୋଜନ, ସେ ମେରୁ ତୁଲେ ଦେବା ଦାନ। ସେ ମତେ ଅଟଇ କିଞ୍ଚିତ, ଶ୍ରଦ୍ଧା ନ ଥାଇ ଯାର ଚିତ। ତେଣୁଟି କହୁଅଛି ତତେ, ଯାଇ ପିପିଲି ପରିଜନ୍ତେ। ମୋର ଦାସକୁ ଘେନି ଆସ, ଦିଅ ତୁ କ୍ଷେତ୍ରବରେ ବାସ। ତେବେ ମୁଁ କରିବି ଭୋଜନ, ଏମନ୍ତ କହି ଅନ୍ତର୍ଧ୍ୟାନ। ପ୍ରଭୁ ଶ୍ରୀ ମୁଖୁ ଏହା ଶୁଣି, ନିଦ୍ରାରୁ ଉଠି ନୃପମଣି। ଅଶ୍ୱାରୋହୀ ଚଳିଗଲେ, ସକଳ ସମ୍ଭ୍ରମର ତୁଲେ।
ମିଳିଲେ ପିପିଲି ଗ୍ରାମରେ ଧୀବର ରଘୁଦାସ ଦ୍ୱାରେ। ହାପେ ନୃପତି ଗରୁ ହଂସ ଡାକିଲେ ଦାସେ ବେଗେ ଆସ। ତାହା ନ ଜାଣେ ରଘୁଦାସ ପ୍ରଭୁ ସେବାରେ ଅଭିଳାଷ। କୋଟିଏ ନିଧି ପାଇଅଛି ତେଣୁ ସେ ନ ଜାଣଇ କିଛି। ନୃପତି କେତେ ହେ ଡାକିଲେ ଦାସେ ଶ୍ରବଣେ ନ ଶୁଣିଲେ। ତାହା ଜାଣିଲେ ନରନାଥ ଅଶ୍ୱରୁ ଉତୁରି ତ୍ୱରିତ ମନ୍ଦିରେ ପ୍ରବେଶ ହଇଲେ। ଦାସଙ୍କ ପାରୁ ସେ ମିଳିଲେ ତାହା ଜାଣିଲେ ଭଗବାନ ତକ୍ଷଣେ ହେଲେ ଅନ୍ତର୍ଧ୍ୟାନ। ପ୍ରଭୁ ନ ଦେଖି ଦାସେ ଭୁଳେ ନେତ୍ରୁଲୁତକ ଧାର ଗଳେ। ଆହା ମୋ ପ୍ରଭୁ ଗଲେ କାହିଁ ବୁଲି ଭୂମିରେ ପଡ଼ିଯାଇ। ତାହା ଦେଖିଣ ନୃପବର ତୁଳିନ ଧଇଲେ ଶ୍ରୀକର। ହୃଦରେ କଲେ ଆଲିଙ୍ଗନ ବଇଲେ ଧନ୍ୟ ତ ଜୀବନ। ହରିଙ୍କି କଲୁ ବଶବର୍ତ୍ତୀ ତର ଦର୍ଶନେ ମୁମୁକତି। ହେମନ୍ତ ବୋଲି ଦଣ୍ଡଧାରୀ ନେଲେ ଦାସଙ୍କ ହସ୍ତ ଧରି। କରିଣ ନାନା ମତେ ସଜ ମଣ୍ଡାଇ ନାନା ବେଶ ଗଜ। ଦାସଙ୍କୁ ତହିଁ ବସାଇଲେ କୁଟୁମ୍ବ ସଙ୍ଗେ ଚଳାଇଲେ। ନାନା ଉତ୍ସବେ ଚଳିଗଲେ ଶ୍ରୀ ପୁରୁଷୋତ୍ତମେ ମିଳିଲେ। ପ୍ରଭୁଙ୍କୁ କଲେ ଦର୍ଶନ ବଢ଼ିଲା ସେବା ପୂଜା ମାନ। ଦକ୍ଷିଣ ପାରୁଷରେ ହେଲେ ଚଉରି ଘର ନିର୍ମାଣିଲେ। ତହିଁ ଦାସଙ୍କୁ ଦେଲେ ସ୍ଥାନ ଖଞ୍ଜିଲେ ଖଞ୍ଜା ବରତନ। ଅନେକ ଗୌରବ କରି ଚଳିଣ ଗଲେ ଦଣ୍ଡଧାରୀ। ଦାସେ ରହିଲେ ପ୍ରଭୁ ପାଶେ ଅତ୍ୟନ୍ତ ମନର ହରଷେ। ନିରତେ କରି ହରି ସେବା ନ ଜାଣେ ଅନ୍ୟ ଦେବୀ ଦେବା। ନିରତେ ଦାନ ପୁଣ୍ୟରତ ନାମ ଭଜନ ଅବିରତ। ହେମନ୍ତେ ବଞ୍ଚୁଥାଇ ଦିନ ଆନନ୍ଦେ ଶୁଣ ହସୁ ମନ। ତାହାର ନାମ ରଘୁଦାସ ଜଗତେ ହୋଇଛି ପ୍ରକାଶ। ଆଉ ତା ଯେତେ ଯେତେ କଥା କହି ବସିଲେ ହେବ ପୁଥା। ଶୁଣ ସୁମନ ହୋଇ ତୁଷ ଏ ଦାଢ଼୍ୟ ଭକ୍ତି ସୁଧାରସ। ହେ ମନ ଚୈତନ୍ୟ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଅଶେଷ ଜନ୍ମ ପାପ ଥିଲେ ଖଣ୍ଡିବ ବଦନେ ଶୁଣିଲେ। କେବଳ ଥିଲେଟି ଶରଧା ଲାଗିବ ନାହିଁ ପାପ ବାଧା। କହି ବିପ୍ର ଜଗନ୍ନାଥ ସାଧୁଙ୍କ ମହିମା ବିଚିତ୍ର। ଇତି ଶ୍ରୀ ଦାଢ଼୍ୟତା ଭକ୍ତି ରସାମୃତେ ମନ ଚୈତନ୍ୟ ସମ୍ବାଦେ ରଘୁ ବେହେରା ଦାଢ଼୍ୟତା ଭକ୍ତି ବର୍ଣ୍ଣନେ ନାମ 11 ଅଧ୍ୟାୟ।